ମନେକର ହଠାତ୍ ତୁମେ ରାସ୍ତାରେ ଚାଲୁ ଚାଲୁ ସୁନା ଖଣ୍ଡେ ପାଇଲ। ତେବେ ତୁମେ ଏହି ସୁନା ଖଣ୍ଡକୁ ଉଠାଇଲ ଏବଂ ବହୁତ ଉତ୍ସାହିତ ହୋଇପଡ଼ିଲ ଏବଂ ତୁମ ମନରେ ଅନେକ ପ୍ରଶ୍ନ ମଧ୍ୟ ଆସିଲା। ତେବେ ଏହା ମଧ୍ୟରୁ ଗୋଟିଏ ପ୍ରଶ୍ନ ହେଉଛି, ଯଦି ଆମେ ଏହି ସୁନା ଖଣ୍ଡକୁ ଭାଙ୍ଗିଦେବା ତାହେଲେ କ'ଣ ହେବ? ନିଶ୍ଚିତ ଭାବରେ ତୁମେ ନିଜ ହାତରେ ତ ଏହାକୁ ଭାଙ୍ଗି ପାରିବ ନାହିଁ, କିନ୍ତୁ ମନେ କଳ୍ପନା ଆମେ କରୁଛନ୍ତି। କଳ୍ପନା କରୁଛ ଯେ ଯଦି ତୁମେ ଏହି ସୁନାକୁ ଭାଙ୍ଗିଦେବ ତାହେଲେ କ'ଣ ହେବ? ତୁମେ 2ଟି ସୁନା ଖଣ୍ଡ ପାଇବ। ତେବେ ପୁନଶ୍ଚ ତୁମେ ପୁଣି ଭାବିଲ ଯେ ଯଦି ଏହି ସୁନା ଖଣ୍ଡକୁ ମୁଁ ପୁନଶ୍ଚ ଆଉଥରେ ଭାଙ୍ଗି ଦେଉଛି ତାହେଲେ କ'ଣ ହେବ? ତାହେଲେ ଆମେ ଏହି ସୁନାର ଛୋଟ ଛୋଟ ଖଣ୍ଡ ପାଇବା। ମନେକର ଏହାକୁ ଆଉଥରେ ଆମେ ଭାଙ୍ଗିଲେ ଆହୁରି ଛୋଟ 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 ଖଣ୍ଡ ସୁନା ଆମେ ପାଇଲେ। ମନେକର ମୁଁ ଏମିତି କରି ଚାଲିଲି, ଖଣ୍ଡ ଖଣ୍ଡ କରି ଭାଙ୍ଗି ଚାଲିଲି, ତାହେଲେ ପରିଶେଷରେ ଆମେ କ'ଣ ପାଇବା? ମୁଁ ଏହି ସୁନା ଖଣ୍ଡକୁ ସଦାସର୍ବଦା ଏମିତି ଭାଙ୍ଗି ଚାଲିପାରିବି କି? ତେବେ ଏହି ଭିଡ଼ିଓରେ ଆମେ ଏହି ବିଷୟରେ ଆଲୋଚନା କରିବା। ତେବେ ପ୍ରାଚୀନ ସମୟରେ ଏହା ଏକ ପ୍ରଶ୍ନ ଥିଲା ଯାହାକୁ ଭାରତ, ଗ୍ରୀସ୍, ରୋମ୍ ଏବଂ ଅନ୍ୟାନ୍ୟ ଦେଶର ପ୍ରାଚୀନ ଦାର୍ଶନିକମାନେ ଚିନ୍ତା କରିଥିଲେ ଏବଂ ସେମାନେ ଭାବୁଥିଲେ ଯଦି ତୁମେ କୌଣସି ମୌଳିକ ନେବ, ତେବେ ମୌଳିକ କ'ଣ ମନେ ଅଛି ତ? ତେବେ ଏଗୁଡ଼ିକ ହେଉଛି ସାଧାରଣତଃ ଭାବରେ ପ୍ରାୟ 100ଟି ମୌଳିକ ଯେଉଁଗୁଡ଼ିକ ବ୍ରହ୍ମାଣ୍ଡର ସମସ୍ତ ପଦାର୍ଥ ଗଠନ କରନ୍ତି। ଏବଂ ହଁ, ସୁନା ମଧ୍ୟ ସେହି ମୌଳିକମାନଙ୍କ ମଧ୍ୟରୁ ଗୋଟିଏ। ଠିକ୍ ଅଛି। ତେବେ ସେମାନେ ଭାବୁଥିଲେ ଯଦି କୌଣସି ମୌଳିକକୁ ନିଆଯାଏ ତାହେଲେ ସେଗୁଡ଼ିକୁ ସଦାସର୍ବଦା ଭାଙ୍ଗି ହେବ କି? ଆମେ ସଦାସର୍ବଦା ଭାଙ୍ଗି ଚାଲିପାରିବା କି? ଏବଂ ସେମାନଙ୍କ ମଧ୍ୟରୁ ଅନେକ ଭାବୁଥିଲେ ହୁଏତ ଏହାର ଉତ୍ତର ହେଉଛି ନା। ହୁଏତ ତୁମେ ଏହାକୁ ଅନନ୍ତ କାଳ ପର୍ଯ୍ୟନ୍ତ ବା ସଦାସର୍ବଦା ଭାଙ୍ଗି ପାରିବ ନାହିଁ। ହୁଏତ ଶେଷରେ ତୁମେ ଏହି ମୌଳିକର ସବୁଠାରୁ ଛୋଟ ଖଣ୍ଡଟିଏ ପାଇବ ଯାହାକୁ ତୁମେ ଆଉ ଭାଙ୍ଗି ପାରିବ ନାହିଁ। ଉଦାହରଣ ସ୍ୱରୂପ ସୁନାର ଏଇଟି ସବୁଠାରୁ ଛୋଟ ଖଣ୍ଡ ଯାହାକୁ ଆଉ ଭାଙ୍ଗି ହେବ ନାହିଁ। ଅନେକ ଲୋକ ସେ ସମୟରେ ଏହି ଧାରଣାରେ ବିଶ୍ୱାସ ରଖୁଥିଲେ ଏବଂ ଗ୍ରୀକ୍ ଦାର୍ଶନିକମାନେ ଏହି ସବୁଠାରୁ ଛୋଟ କଣିକାର ନାମ ଆଟମ୍ ବୋଲି ରଖିଥିଲେ ଏବଂ ଏହାକୁ ଭାରତୀୟ ଦାର୍ଶନିକମାନେ ଏହାର ନାମ ପରମାଣୁ ବୋଲି ରଖିଥିଲେ। ତେବେ ପରମାଣୁ ଶବ୍ଦର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଯେ ଏହାକୁ ଆଉ କାଟି ହେବ ନାହିଁ କି ଭାଙ୍ଗି ହେବ ନାହିଁ, କାରଣ ସେମାନେ ବିଶ୍ୱାସ କରୁଥିଲେ ଯେ ଏହି ପରମାଣୁକୁ ଆମେ ଆଉ ଭାଙ୍ଗି ପାରିବା ନାହିଁ ଏବଂ ଅନେକ ଦିନ ପର୍ଯ୍ୟନ୍ତ ଅନେକ ଲୋକ ଏହି ଧାରଣାକୁ ବିଶ୍ୱାସ ମଧ୍ୟ କରୁନଥିଲେ। ତେଣୁ ଶତାବ୍ଦୀ ଶତାବ୍ଦୀ ଧରି ପରମାଣୁର ଏହି ଧାରଣାଟି ସେମିତି ବାନ୍ଧି ହୋଇ ରହିଗଲା ଯେପର୍ଯ୍ୟନ୍ତ ଜନ୍ ଡାଲ୍ଟନଙ୍କ ପରି ବୈଜ୍ଞାନିକମାନେ ଏହାକୁ ପୁନର୍ଜୀବିତ କଲେ। ବର୍ତ୍ତମାନ ଆମ ପାଖରେ ପ୍ରଚୁର ପ୍ରମାଣ ଅଛି ଯେ ପରମାଣୁ ବାସ୍ତବରେ ଅବସ୍ଥିତ ଅଛି। ତେବେ ପରମାଣୁ ବାସ୍ତବରେ କ'ଣ? ତେବେ ପରମାଣୁ ହେଉଛି ଏକ ମୌଳିକର ସବୁଠୁ ଛୋଟ କଣିକା ଯେଉଁଥିରେ ସେହି ମୌଳିକର ସମସ୍ତ ଗୁଣ ରହିଥାଏ ଏବଂ ପ୍ରକୃତରେ ସେହି ମୌଳିକର ମୂଳ ଗଠନର ଏକକ ଅଟେ ପରମାଣୁ। ଉଦାହରଣ ସ୍ୱରୂପ ସୁନାର ପରମାଣୁ କ'ଣ? ନା ସୁନାର ପରମାଣୁ ହେଉଛି ସୁନାର ସବୁଠାରୁ ଛୋଟ କଣିକା ଯେଉଁଥିରେ ସୁନାର ସମସ୍ତ ଗୁଣ ରହିଥାଏ। ତେବେ କାର୍ବନର ପରମାଣୁ କ'ଣ? ଏଗୁଡ଼ିକ କାର୍ବନର ସବୁଠାରୁ ଛୋଟ ଛୋଟ କଣିକା। ଆଉ ଏକ ଉଦାହରଣ ହେଲା ପାରଦ। ପାରଦର ପରମାଣୁ କ'ଣ? ଏମିତି ଲକ୍ଷ୍ୟ କର, ଏଗୁଡ଼ିକ ହେଉଛି ପାରଦର ପରମାଣୁ ଯେଉଁଥିରେ ପାରଦ ମୌଳିକର ସମସ୍ତ ଗୁଣ ରହିଥାଏ। ଏହିପରି ଅନ୍ୟାନ୍ୟ ମୌଳିକମାନଙ୍କ ପାଇଁ ଏହି ଧାରଣା ଲାଗୁ ହୋଇଥାଏ। ତେବେ ତୁମ ମନରେ ଏକ ପ୍ରଶ୍ନ ଆସିପାରେ, ପରମାଣୁ କ'ଣ ଛୋଟ ବଲ୍ ପରି ଏମିତି ଦେଖାଯାଏ? ଏହାର ଉତ୍ତର ହେଉଛି ନା, ଏହା କେବଳ ଏକ ଚିତ୍ରାତ୍ମକ ଉପସ୍ଥାପନା ମାତ୍ର। ପ୍ରକୃତରେ ପରମାଣୁ ଏତେ କ୍ଷୁଦ୍ର ଯେ ସାଧାରଣ ଅଣୁବୀକ୍ଷଣ ଯନ୍ତ୍ରରେ ମଧ୍ୟ ଏହାକୁ ଦେଖିହେବ ନାହିଁ। ତେବେ ତୁମେ ପଚାରିପାର ଯେ ସେମାନେ ବାସ୍ତବରେ କେତେ ଛୋଟ? ସେମାନଙ୍କର ଆକାର ବୁଝିବାକୁ ବହୁତ କଷ୍ଟକର ଅଟେ, ତେଣୁ ଏହାକୁ ବୁଝିବା ପାଇଁ ଏକ ଉପାୟ ଅଛି। ତେବେ ତୁମ ମତରେ ଯଦି ମୁଁ ଏଠି ଗୋଟେ ସୁନାର ମୁଦିଟେ ନେବି, ଏଥିରେ କେତେ ପରମାଣୁ ଅଛି? ଏହି ସାଧାରଣ ସୁନା ମୁଦିରେ ଏହା 1 ଲକ୍ଷ କିମ୍ବା କୋଟି ନୁହେଁ, ବରଂ ସେକ୍ସଟିଲିୟନ ସଂଖ୍ୟାର ପରମାଣୁ ରହିଥାଏ। ତେବେ ସେକ୍ସଟିଲିୟନର ଅର୍ଥ ହେଉଛି ଯେ 1 ପରେ 21ଟି ଶୂନ୍ୟ ଥିବା ଏକ ସଂଖ୍ୟା। ଏତେ ସଂଖ୍ୟକ ପରମାଣୁ ଏକ ସୁନା ମୁଦିରେ ଥାଇପାରେ। ଏହି ସଂଖ୍ୟାର ପରିମାଣ ବୁଝାଇବା ପାଇଁ ବୈଜ୍ଞାନିକମାନେ ଅନୁମାନ କରନ୍ତି ଯେ ଏହା ଦୃଶ୍ୟମାନ ବ୍ରହ୍ମାଣ୍ଡରେ ଥିବା ସମୁଦାୟ ଯେତେ ବି ତାରକା ଅଛନ୍ତି ସବୁ ତାରକା ଗୁଡ଼ିକର ସଂଖ୍ୟା ସହିତ ପ୍ରାୟ ସମାନ। ତେବେ ଏହି କଥାଟିକୁ ଭଲ ଭାବରେ ଚିନ୍ତା କର, ପରମାଣୁ ଗୁଡ଼ିକ ଏତେ ମାତ୍ରାରେ କ୍ଷୁଦ୍ର ଅଟନ୍ତି। ସଂକ୍ଷେପରେ କହିଲେ ଅଣୁଜୀବଠାରୁ ଆରମ୍ଭ କରି କୁକୁର, ବିଲେଇ, ପର୍ବତ, ଉଦ୍ଭିଦ ଏବଂ ତାରା ଏବଂ ଏହି ବ୍ରହ୍ମାଣ୍ଡ ମଧ୍ୟ ଆପଣ ଯାହା କିଛି ଦେଖୁଛନ୍ତି ସବୁକିଛି ମୌଳିକ ଦ୍ୱାରା ଗଠିତ ହୋଇଥାଏ। ମୌଳିକ ଗୁଡ଼ିକ ବ୍ରହ୍ମାଣ୍ଡର ସମସ୍ତ ପଦାର୍ଥର ମୌଳିକ ଗଠନ ଅଟେ। ଏହିପରି ପ୍ରାୟ 100ଟି ମୌଳିକ ଅଛି, କିନ୍ତୁ ମୌଳିକ ଗୁଡ଼ିକ ମୂଳତଃ କେଉଁଥିରୁ ଗଠିତ? ସୁନା କିମ୍ବା ଅନ୍ୟ କୌଣସି ମୌଳିକ ମୂଳତଃ ସୁନାର ପରମାଣୁ ଦ୍ୱାରା ଗଠିତ।
ତେବେ ଆମେ ଜାଣିଲେ ଯେ ପରମାଣୁ ହେଉଛି ମୌଳିକର ସବୁଠାରୁ ଛୋଟ କଣିକା ଏବଂ ମୌଳିକର ମୂଳ ଗଠନର ଏକକ, ଯେଉଁଥିରେ ସେ ମୌଳିକର ସମସ୍ତ ଗୁଣ ରହିଥାଏ।